କରୁଥିବା ସମସ୍ତ ଗୁରୁଜନ ଶିକ୍ଷକ ଏବଂ ମୋ ସହିତ ଏକା ସାଙ୍ଗରେ ଆମେ ଯେଉଁ ନିଯୁକ୍ତ ହେଇଥିବା ଭାଇ ଭଉଣୀମାନଙ୍କୁ ପ୍ରଣାମ ଜଣାଉଛି। ଏ କବିତାର ଶୀର୍ଷକ ହେଲା ପଥ ପ୍ରଦର୍ଶକ। ଏ କବିତା ଗୋଟେ ଶିକ୍ଷକ ପାଇଁ, ଏ କବିତା ଗୋଟେ ଶିକ୍ଷକ ହିଁ ବୁଝିବ, ଗୋଟେ ଶିକ୍ଷକ ହିଁ ଆର ମର୍ମ ଜାଣିବ, ହୁଏତ ଅନ୍ୟମାନେ ତାକୁ କ'ଣ ବୁଝିପାରନ୍ତି ନିଜେ ଜାଣେ ନାହିଁ। ଠିକ୍ ଅଛି। କବିତାର ଶୀର୍ଷକ ହେଲା ପଥ ପ୍ରଦର୍ଶକ। ଗୁରୁ ନହୁଁ ଆମେ ପ୍ରାଚୀନ କାଳର ପରଶୁରାମ ଦ୍ରୋଣ ପରି ମନ୍ତ୍ର ବଳରେ ଦେବାଦେବୀ ଆଉ ପ୍ରକୃତି ଆୟତ ଗୁରୁ ପଦବୀରେ ଅଳଙ୍କୃତ ଆମେ ପଥ ପ୍ରଦର୍ଶକ ଗଣ, ଶିଶୁଙ୍କୁ ଅଜଣା ବାଟ ଦେଖାଇବୁ, ମନରେ କରିଛୁ କ'ଣ। ପାଦ ସାଥେ ପାଦ ମିଶାଇ ଚାଲିବୁ, ତାଙ୍କ ସହ କିଛି ଦିନ, ତହିଁରେ ଚାଲିବା ଢଙ୍ଗ ଶିଖାଇବୁ, ବଞ୍ଚିବାକୁ ସାରା ଦିନ। ତହିଁରେ ଚାଲିବା ଢଙ୍ଗ ଶିଖାଇବୁ, ବଞ୍ଚିବାକୁ ସାରା ଦିନ। କଳୁଷ ସମାଜ କଳଙ୍କର ଚିଟା ନ ଲାଗୁ ଯେପରି ଦେହେ, କଳୁଷ ସମାଜ କଳଙ୍କର ଚିଟା ନ ଲାଗୁ ଯେପରି ଦେହେ, ସତର୍କ ବାରତା କାନେ ଗୁଞ୍ଜରିବୁ, ଯେମିତି ମାଟି କହେ। ଦୂରଦ୍ରଷ୍ଟା ହୋଇ ଆଗାମୀ ଭବିଷ୍ୟ କିପରି ପାରିବେ ଚଳି, ଆବଶ୍ୟ ଗାରିମା ଅନ୍ତେ ଭରି ଦେବୁ, ପଡ଼ିବେ ନାହିଁ ସେ ଟଳି। ଅଜ୍ଞାନ ଅନ୍ଧାରେ ଜ୍ଞାନର ଦୀପାଳି, ଅରପିବୁ ତାଙ୍କ ହାତ ଛାଡ଼ିଲେ ବି ଜ୍ଞାନର ଦୀପଟି, ସାହା ହେବ ପଥେ ପଥେ। ବଗିଚା ଫଳରେ କଳିର ଯତନ ନେଇଥାଏ ଯେନେ ମାଳି, ଶିକ୍ଷା ବଗିଚାରେ ଶିଶୁଙ୍କର ସେବା କରୁଥିବୁ ସାରା ଓଳି। ଗୁରୁ ନହୁଁ ଆମେ ପ୍ରାଚୀନ କାଳର ପରଶୁରାମ ଦ୍ରୋଣ ପରି, ପଥ ପ୍ରଦର୍ଶକ ଜୀବନ ପଥରେ, ଶିକ୍ଷକ ଆସନ ବରି।